ନମସ୍କାର ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ତାତିରୁ ମିଳିବ ମୁକ୍ତି, ସୃଷ୍ଟି ହେଲା ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷିବ, ବଡ଼ ସୂଚନା ଦେଲା IMD। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା ପୂର୍ବରୁ ଆପଣଙ୍କ ଭଲ ପାଇବା ସ୍ୱରୂପ ଭିଡ଼ିଓଟି ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନଟିକୁ ପ୍ରେସ୍ କରି ରଖନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସର୍ବପ୍ରଥମେ ଜାଣିପାରିବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆପଣ ଏହି ନ୍ୟୁଜ୍ଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ ତଳେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚାଲନ୍ତୁ ଦର୍ଶକ ବନ୍ଧୁ ଖବର ଉପରେ ନଜର ପକାଇବା। ତାତିରେ ଛଟପଟ ହେଉଛି ଓଡ଼ିଶା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଅଣବିଶ୍ୱାସୀ ରାଜ୍ୟବାସୀ। ପଶ୍ଚିମର ଉପକୂଳ ସବୁଠି ଭୀଷଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଆକ୍ତାମାକ୍ତା ଲୋକେ। 27 ତାରିଖ ଯାଏ ରାଜ୍ୟରେ ଲାଗି ରହିବ ଗ୍ରୀଷ୍ମ ପ୍ରକୋପ। ତା ପୂର୍ବରୁ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଗୁରୁବାର 45 ଡିଗ୍ରୀ ଉପରେ ଝାରସୁଗୁଡ଼ା ରହିଥିବା ବେଳେ 44 ଡିଗ୍ରୀ ପାର କରିଥିଲା ଛଅ ସହର। ଆଗକୁ ତାପମାତ୍ରା ଆହୁରି 2 ଡିଗ୍ରୀ ବଢ଼ିପାରେ। ଠିକ୍ ଏହି ସମୟରେ ବଡ଼ ଆଶ୍ୱସ୍ତ ହୋଇ ରହୁଛି ଭାରତୀୟ ପାଣିପାଗ ବିଭାଗର ଆକଳନ। ସେପଟେ ହିଟ୍ ୱେଭ୍ ସ୍ଥିତି ପାଇଁ ଆସନ୍ତା 24 ଘଣ୍ଟାରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପଟେ କାଳବୈଶାଖୀ ପ୍ରଭାବ ମଧ୍ୟ ଥିବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ପରେ ପରେ ଉତ୍ତର ଓ ପଶ୍ଚିମ ଦିଗକୁ ଗତି କରିବା ପ୍ରଭାବରେ ରାଜ୍ୟର ଅଧିକ ରହିବ କାଳବୈଶାଖୀର ପ୍ରଭାବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।